ଦୋଳେ ଚ ଦୋଳ ଗୋବିନ୍ଦ ଚାପେ ଚ ମଧୁସୂଦନ ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ଲଭ୍ୟତେ। ଦୋଳରେ ଦୋଳ ଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନ ଅବତାର ବା ଜଗନ୍ନାଥଙ୍କୁ ଯଦି ଦର୍ଶନ କରିବା ପୁନର୍ଜନ୍ମ ହୁଏ ନାହିଁ। କିନ୍ତୁ ଏ ବର୍ଷ 3/3/2026 ମସିହା ମଙ୍ଗଳବାର ଫାଲ୍ଗୁନ ପୂର୍ଣ୍ଣମୀ ବା ଦୋଳ ପୂର୍ଣ୍ଣମୀ ଦିନ କେତୁଗ୍ରସ୍ତ ହେଉଛି। ଏହି ସମୟରେ ଆମେ ଦୋଳରେ ଦୋଳ ଗୋବିନ୍ଦ ଭଗବାନ ରାଧାକୃଷ୍ଣଙ୍କୁ ପୂର୍ଣ୍ଣମୀ ଦିନ ଦର୍ଶନ କରିପାରିବା ନାହିଁ। କାରଣ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଯୋଗ ଲାଗିଛି। ଏହି ଚନ୍ଦ୍ରଗ୍ରହଣ ଯୋଗରେ ଆମେ ଦୋଳ ଗୋବିନ୍ଦ ବା ରାଧାକୃଷ୍ଣଙ୍କୁ ଦର୍ଶନ କରିପାରିବା ନାହିଁ। ତେଣୁ ଆମେ ଜାଣିବା ଯେ ଏହି ଚନ୍ଦ୍ରଗ୍ରହଣରେ କେତୁଗ୍ରସ୍ତରେ କିଛି ରାଶିମାନଙ୍କର ଦର୍ଶନରେ ଶୁଭ ଥାଏ ଏବଂ କିଛି ରାଶି ଚନ୍ଦ୍ରଗ୍ରହଣ ଦର୍ଶନକୁ ଦେଖିଲେ ଅଶୁଭ ଥାଏ। କିଛି ନକ୍ଷତ୍ରମାନଙ୍କର ଶୁଭ ଥାଏ, କିଛି ନକ୍ଷତ୍ରମାନ ଅଶୁଭ ଥାଏ। ଜାଣିବା ପାକତ୍ୟାଗ ଏବଂ ଦେବ ନୀତି କେଉଁ କେଉଁ ସମୟରେ ଆମେ କରିଲେ ହେଇପାରିବ। ତେଣୁ ଶ୍ରୀ ଶ୍ରୀ ଦିବ୍ୟସିଂହଦେବ ମହାରାଜଙ୍କର 69 ଅଙ୍କ 1433 ସାଲ କୁମ୍ଭ 19 ଦିନ ଫାଲ୍ଗୁନ ଶୁକ୍ଳ ଦୋଳ ପୂର୍ଣ୍ଣିମା ଦିନ ମଙ୍ଗଳବାର ଦିନ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଯୋଗ ଲାଗିଛି ବା ସଂଘଟିତ ହେଉଛି। ଏହି ଦୃଶ୍ୟ ଓଡ଼ିଶା ପାଇଁ ବା ଭାରତୀୟ ପାଇଁ ପାଳନ କରାଯିବ। ତାର ମଧ୍ୟ କେଉଁ କେଉଁ ସମୟ ଥାଏ ଆମେ ଯଦି ଜାଣିବା, ଏଇ ଯେଉଁ ସମୟ ଲାଗିଥାଏ ଆମକୁ ଚନ୍ଦ୍ରଗ୍ରହଣ କେଉଁ ସମୟ ଲାଗିବ, ସର୍ବମୋକ୍ଷ କେଉଁ ସମୟରେ ହେବ ଏବଂ ଆଦ୍ୟାନ୍ତ କାଳ କେଉଁ ସମୟରେ ହେବ, ଏହିସବୁ ଜିନିଷ ଆମେ ଜାଣିବା ଯେ କେଉଁ ସମୟରେ କ'ଣ କଲେ ଦେବନୀତି କେଉଁ ସମୟରେ କରିବା, ପାକତ୍ୟାଗ ମଧ୍ୟ କେଉଁ ସମୟରେ ଆମେ କରିପାରିଲେ ଏସବୁ ଜିନିଷ ହେବ। ଆମେ ଜାଣିବା ଯଦି ସେଦିନ 3/3/2026 ମସିହା ମଙ୍ଗଳବାର ଦୋଳ ପୂର୍ଣ୍ଣମୀ ଦିନ ବା ଫାଲ୍ଗୁନ 19 ଦିନ, ଏହି ଦିନ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଯୋଗ ଲାଗୁଛି। ଆମେ ଅପରାହ୍ନ 6ଟା ପରେ ବା 6:20 ପରେ ମୋକ୍ଷ ଯୋଗ ଲାଗୁଛି। ତେଣୁ ସକାଳ 6:20ରୁ ସନ୍ଧ୍ୟା 6:20 ବା 6:30 ଭିତରେ ଏ ସମୟରେ ସଂଘଟିତ ହେବ। ଏହି ସମୟରେ ଦେବନୀତି, ପାକ ନିଷେଧ ଏହି ସମୟରେ ଆମେ କରିବା। ପାକ ବୋଲନ୍ତି ରୋଷେଇ ଦ୍ରବ୍ୟ, ଖାଦ୍ୟ ନିଷେଧ ଏହି ସମୟରେ କରାଯାଏ। ଆମେ ଦେଖିବା ସନ୍ଧ୍ୟା 6:47 ପରେ ସବୁ କାମ କରିହେବ। ସକାଳ 6:20ରୁ ସନ୍ଧ୍ୟା 6:47 ପର୍ଯ୍ୟନ୍ତ ଆମେ ପାକ ତ୍ୟାଗ କରିବା। ସେହି ସମୟରେ ଆମେ କ'ଣ କରିବା ନା ଅନ୍ନ ଭୋଗ ମଧ୍ୟ କରିପାରିବା ନାହିଁ, ପାକ କର୍ମ କରିପାରିବା ନାହିଁ, ଦେବନୀତି ଅନ୍ନପ୍ରାଶନ କୌଣସି ଦୈବିକ କାର୍ଯ୍ୟକ୍ରମ ବା ଆମର ଅଛି ଦେବତାମାନଙ୍କର ଆରାଧନା ପୂଜା ଅର୍ଚ୍ଚନା ମଧ୍ୟ ଆମେ କରିପାରିବା ନାହିଁ। କିନ୍ତୁ ପାକ ତ୍ୟାଗ ବା ରୋଷେଇ ଖାଦ୍ୟ ଜିନିଷକୁ ବାଲ୍ୟ, ବୃଦ୍ଧ, ରୋଗୀ, ଆତୁର ବ୍ୟକ୍ତି ମଧ୍ୟ ଭାବେ ଏମାନେ କରିପାରିବା। ଆମେ ଜାଣିବା ଚନ୍ଦ୍ର ଦର୍ଶନରେ, ଚନ୍ଦ୍ରଗ୍ରହଣ ସମୟରେ ଯଦି ଦର୍ଶନ କରିବା କେଉଁ କେଉଁ ରାଶିମାନଙ୍କର ଅଶୁଦ୍ଧି ବା ଅଶୁଭ ଅଛି। ସିଂହ ରାଶି, କନ୍ୟା ରାଶି, ବିଛା ରାଶି, ଧନୁ ରାଶି, ମକର ରାଶି, କୁମ୍ଭ ରାଶି, ଏମାନେ ଚନ୍ଦ୍ର ଦର୍ଶନ ଯଦି କରନ୍ତି ବା ଚନ୍ଦ୍ରଗ୍ରହଣ ସମୟରେ ଦର୍ଶନ କରନ୍ତି ଅଶୁଦ୍ଧ ହୋଇଥାଏ। ଯଦି ଦୈବାତ ଦର୍ଶନ କଲେ ତାହେଲେ ତୈଳ ସୁବର୍ଣ୍ଣ ଦାନ ସହିତ ସଂସ୍କାର ଆଦି କିଛି କାର୍ଯ୍ୟକ୍ରମ କରିବା ପାଇଁ ହୁଏ ଏବଂ ଚନ୍ଦ୍ରଙ୍କର ବୀଜମନ୍ତ୍ର ଜପ ମଧ୍ୟ କରିବା ପାଇଁ ହେବ। କିଛି ଗରିବ ଆତୁର ବ୍ୟକ୍ତିମାନଙ୍କୁ ମଧ୍ୟ ଦାନ କଲେ ଦର୍ଶନରେ ଯଦି କରିଛନ୍ତି ତାହେଲେ ଶୁଭ ମଧ୍ୟ ହୋଇଥାଏ। ଚନ୍ଦ୍ରଗ୍ରହଣ ଦର୍ଶନରେ ତାରା ଅଶୁଦ୍ଧି ଦେଖିବା ଯଦି ଦ୍ୱିଜା, ମୃଗଶିରା, ପୂର୍ବା ଫାଲ୍ଗୁନୀ, ଚିତ୍ରା, ପୂର୍ବାଷାଢ଼ା, ଧନିଷ୍ଠା ଏ ନକ୍ଷତ୍ରମାନଙ୍କର ଚନ୍ଦ୍ର ଦର୍ଶନ ଅଶୁଭ ହୋଇଥାଏ।
ଆମେ ଏହି ସମୟରେ ଯଦି ଚନ୍ଦ୍ର ଦର୍ଶନ କରିଛନ୍ତି ତାହେଲେ ତିଳ ସୁବର୍ଣ୍ଣ ଦାନ ସହିତ ଦେବାର୍ଚ୍ଚନା କରିବା। 6:47 ପରେ ଆପଣ ସ୍ନାନ ଶୌଚାଦି ସାରି ବିଷ୍ଣୁ ଯଜ୍ଞ ବା ନାରାୟଣଙ୍କର ପୂଜା ମଧ୍ୟ କଲେ ଦର୍ଶନର ଯେଉଁ ଅଶୁଦ୍ଧି ଥାଏ ସେ ଶୁଦ୍ଧିତା ଆସିଥାଏ। ଇଏ ଗଲା ରାଶିମାନଙ୍କର ଏବଂ ନକ୍ଷତ୍ରମାନଙ୍କର ଜନିତ ଦୋଷ ଥାଏ। କିନ୍ତୁ ଏ ସମୟରେ ଯେଉଁ ମା' ମାନେ ଗର୍ଭସ୍ଥରେ ସନ୍ତାନ ରଖିଥାନ୍ତି ସେମାନେ କାଟିବା, ବାଟିବା, କୁଟିବା ଏସବୁ ଜିନିଷ ବନ୍ଦ ରଖନ୍ତି ଏବଂ ଚନ୍ଦ୍ର ଦର୍ଶନ ମଧ୍ୟ କରିବା କଥା ନୁହଁ। ଯଦି ଆପଣ ଏହି ସମୟରେ ଦର୍ଶନ କରିଛନ୍ତି ବା ବାହାରକୁ ବାହାରିବେ ନାହିଁ, ତେଣୁ ଆପଣ ଚନ୍ଦ୍ର ଗ୍ରହଣ ପରେ ଆପଣ ଚନ୍ଦ୍ରଙ୍କୁ ଯଦି ଅର୍ଘ୍ୟ ଦାନ କରୁଛନ୍ତି ସେ ମଧ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ କାରଣ ଏବଂ ଯାହା ଅଶୁଦ୍ଧି ଥାଏ ଶୁଦ୍ଧ ଥାଏ। ଏହି ମନ୍ତ୍ରଟି ନୋଟ୍ କରି ରଖନ୍ତୁ। ଏହି ମନ୍ତ୍ର ବଳରେ ଯଦି ଆପଣ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦାନ କରୁଛନ୍ତି ତାହା ମଧ୍ୟ କିଛି ପରିମାଣରେ ଅଶୁଦ୍ଧତା ବା ଖରାପଟାକୁ ନଷ୍ଟ ହୋଇଥାଏ। ମନ୍ତ୍ରଟି ହେଉଛି ନିଶାନାଥ ନମସ୍ତୁଭ୍ୟଂ କେତୁ ଗ୍ରହ ରିପୋ ପ୍ରଭୁ ଅର୍ଘ୍ୟ ଦଦାମି ଦେବ ସହ ନିଶାନାଥ ନମସ୍ତୁତେ। ନିଶାନାଥ ବୋଲନ୍ତେ ନିଶାର ବା ରାତ୍ରିର ନାଥ ଚନ୍ଦ୍ରଙ୍କୁ କହିବା। ତେଣୁ ଏହି ସମୟରେ ଏହିସବୁ ପ୍ରତିକାର କଲେ ଚନ୍ଦ୍ର ଗ୍ରହଣ ଯୋଗଟାକୁ ଆମ ପାଇଁ ଭଲ ଫଳ ପ୍ରଦାନ କରିବ। ଜୟ ଜଗନ୍ନାଥ।